ଏହି ଭିଡ଼ିଓରେ ଆମେ ଜାଣିବୁ ବର୍ଷା ଋତୁ ରଚନା କେମିତି ଲେଖାଯାଏ। ପ୍ରଥମେ ଆମେ ଦେଖିବୁ ଉପକ୍ରମ, ତାପରେ ବର୍ଷା ଋତୁର କାରଣ, ବର୍ଷା ଋତୁର ବର୍ଣ୍ଣନା, ପର୍ବପର୍ବାଣୀ, ଅପକାର ଉପକାର ଓ ଶେଷ କଥା। ଚାଲନ୍ତୁ ଆରମ୍ଭ କରିବା। ଉପକ୍ରମ। ବର୍ଷକ 12 ମାସ 6 ଋତୁ, ସେଥିମଧ୍ୟରୁ ବର୍ଷା ଋତୁ ଅନ୍ୟତମ। ବର୍ଷ ମଧ୍ୟରେ ଆଷାଢ଼ ଓ ଶ୍ରାବଣ ମାସରେ ପ୍ରଚୁର ପରିମାଣରେ ବର୍ଷା ହୁଏ, ତେଣୁ ଏହି ଦୁଇ ମାସକୁ ବର୍ଷା ଋତୁ କହନ୍ତି। ଭକ୍ତକବି ମଧୁସୂଦନଙ୍କ ଭାଷାରେ ବର୍ଷାରେ ଆଷାଢ଼ ଶ୍ରାବଣ ମେଘ ବରସେ ଘନ ଘନ। ବର୍ଷା ଋତୁର କାରଣ। ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରାରେ କୂଅ, ପୋଖରୀ, ନଈ, ନାଳ ପାଣି ଶୁଖି ଯାଇଥାଏ। ସେହି ପାଣି ବାଷ୍ପ ଆକାରରେ ଆକାଶକୁ ଉଠିଯାଏ। ସେହି ବାଷ୍ପ ଗୁଡ଼ିକ ଏକାଠି ହୋଇ ଆକାଶରେ ମେଘ ସୃଷ୍ଟି କରନ୍ତି। ଏହି ମେଘ ଶୀତଳ ଅଞ୍ଚଳରେ ପ୍ରବେଶ କଲେ କିମ୍ବା ପର୍ବତ ଦେହରେ ଧକ୍କା ଖାଇଲେ ବର୍ଷା ଆକାରରେ ଭୂମିରେ ପଡ଼େ। ଏହିପରି ଭାବରେ ବର୍ଷା ଋତୁ ପୃଥିବୀକୁ ଆଗମନ ହୋଇଥାଏ। ଏବେ ଦେଖିବା ବର୍ଷା ଋତୁର ବର୍ଣ୍ଣନା। ଆକାଶରୁ ଘନ ଘନ ବର୍ଷାପାତ ସହ ବର୍ଷା ଋତୁ ପୃଥିବୀକୁ ଓହ୍ଲାଇ ଆସେ। ଅବତରିତ ବର୍ଷାପାତରେ ପୋଖରୀ, ଗାଡ଼ିଆ, ନଈ, ନାଳ ଆଦି ପାଣିରେ ପୂରିଯାଏ। ଗ୍ରୀଷ୍ମ ଋତୁରେ ଶୁଖି ଯାଇଥିବା ତରୁଲତା ସବୁ ପତ୍ର ଭରିଯାଏ। ଗାଁ ଦାଣ୍ଡରେ ପାଣିର ସୁଅ ଛୋଟେ। ଆକାଶରେ କଳାହାଣ୍ଡିଆ ମେଘ ଭିତରେ ବିଜୁଳି ଚମକ ସହ ଘଡ଼ଘଡ଼ିର ନାଦ ପ୍ରାଣରେ ଚମକ ସୃଷ୍ଟି କରେ। ପ୍ରାଣୀ, ଉଦ୍ଭିଦ ଓ କୀଟପତଙ୍ଗ ସଭିଏଁ ଏହି ଋତୁକୁ ସ୍ୱାଗତ କରନ୍ତି। ଆକାଶରେ ମେଘମାଳା ଦେଖି ମୟୂର ନାଚ କରନ୍ତି। ଏବେ ଦେଖିବା ବର୍ଷା ଋତୁର ଅପକାରିତା। ବର୍ଷା ଋତୁରେ ଗାଁ ଗହଳିର ବାଟଘାଟ କାଦୁଅରେ ଭରିଯାଏ। ବର୍ଷା ହେତୁ ଲୋକମାନେ ଦୂର ସ୍ଥାନକୁ ଯାତାୟାତ କରିପାରନ୍ତି ନାହିଁ, ତେଣୁ ବାଣିଜ୍ୟ ବ୍ୟବସାୟରେ ବହୁତ ପରିମାଣ କମିଯାଏ। ଏହି ଋତୁରେ ଅଧିକ ବର୍ଷା ଫଳରେ ନଦୀରେ ବନ୍ୟା ଆସେ। ବନ୍ୟାରେ କେତେକ ଚାଷ ଜମି ଫସଲ ଧୋଇ ହୋଇଯାଇଥାଏ। କେତେକ ଲୋକଙ୍କ ଘରଦୁଆର ଭାସିଯାଏ। ବନ୍ୟାରେ ବିଭୀଷିକା ପ୍ରାଣରେ ଭୟ ସଞ୍ଚାର କରେ। ଏହି ଋତୁରେ ମଶା ମାଛିଙ୍କ ସଂଖ୍ୟା ବଢ଼ିଯାଇଥାଏ, ଫଳରେ ମ୍ୟାଲେରିଆ, ହଇଜା ଆଦି ରୋଗ ହୁଏ। ବିଜୁଳି ମାରିବା ହେତୁ ଲୋକ ଓ ପଶୁପକ୍ଷୀମାନେ ପ୍ରାଣ ହରାଇଥାନ୍ତି। ଏବେ ଦେଖିବା ବର୍ଷା ଋତୁର ଉପକାର। ବର୍ଷା ଋତୁରେ ଗରମର ପ୍ରଭାବ କମିଯାଇଥାଏ। ପାଣିର ଅଭାବ ରହେ ନାହିଁ। ଚାଷୀ ଭାଇମାନେ ଚାଷ କାମ ଆରମ୍ଭ କରନ୍ତି। ସବୁଆଡ଼େ ସବୁଜ ପତ୍ରରେ ଭରିଯାଏ। ଏଣୁ ଗାଈ ଗୋରୁମାନେ ପ୍ରଚୁର ପରିମାଣରେ ଘାସ ଖାଇଥାନ୍ତି। ଜହ୍ନି, ଭେଣ୍ଡି, କାକୁଡ଼ି, କଖାରୁ, ଲାଉ ଓ ନାନା ପ୍ରକାର ଶାଗ ଏହି ଋତୁରେ ଉତ୍ପନ୍ନ ହୁଏ। ଗାଁ ଝିଅମାନେ ବୁଲି ଭୂଇଁରୁ ଛତୁ ସଂଗ୍ରହ କରନ୍ତି। ଏବେ ଦେଖିବା ବର୍ଷା ଋତୁର ପର୍ବପର୍ବାଣୀ। ଏହି ଋତୁରେ ରଥଯାତ୍ରା, ରାକ୍ଷୀ ପୂର୍ଣ୍ଣିମା, ଚିତାଲାଗି ଅମାବାସ୍ୟା, ଗଣେଶ ପୂଜା ଆଦି ପର୍ବପର୍ବାଣୀ ପାଳନ କରାଯାଏ। ଶେଷ କଥା। ବର୍ଷା ଋତୁରେ ଅପକାର ସହିତ ଉପକାର ବହୁତ ବେଶୀ। ବର୍ଷା ଋତୁରେ ପ୍ରାଣୀ, ଉଦ୍ଭିଦଙ୍କ ସଭିଙ୍କ ପାଇଁ ମଙ୍ଗଳଦାୟକ ଋତୁ ଅଟେ। ଯଦି ଭିଡ଼ିଓଟି ଭଲ ଲାଗୁଥାଏ ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ।